କାଠ ବୋଝେଇ ପିକଅପ୍ ଜବତ। ଡ୍ରାଇଭର ଫେରାର। ଗତକାଲି ବିଳମ୍ବିତ ରାତି ପ୍ରାୟ 12ଟା ସମୟରେ ଦୁଧିଆଣି ବନାଞ୍ଚଳ ରରୁଆଂ ଓ ଟଙ୍ଗାବିଲା ସେକ୍ସନ କର୍ମଚାରୀମାନେ ହାତୀ ଗତିବିଧି ପର୍ଯ୍ୟବେକ୍ଷଣ କରୁଥିବା ବେଳେ 1 ନମ୍ବର ଟଙ୍ଗାବିଲା ପଟରୁ ଚୋରା କାଠ ଚାଲାଣ ହେଉଥିବା ଖବର ପାଇ ଗାଡ଼ିକୁ ଦୁଧିଆଣି ବନାଞ୍ଚଳ ଅଧିକାରୀ ମହାବୀର ସିଂ ମୁର୍ମୁଙ୍କ ନେତୃତ୍ୱରେ ପିଛା କରିଥିଲେ। ଗାଡ଼ିଟି ଜୋରରେ ଯାଉଥିବା ବେଳେ ଟଙ୍ଗାବିଲା ଶୁକ୍ରୁଳି ରାସ୍ତା ହାତୀବନ୍ଧ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଗାଡ଼ିକୁ କାଠ ସହ ଜବତ କରିଥିଲେ। ଗାଡ଼ିରୁ 13ଟି ଶାଗୁଆନ ଲଗ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ 60,000 ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ଅନୁମାନ କରିଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ବନ ବିଭାଗ ପକ୍ଷରୁ ଜୁଡ଼ି କେସ୍ ନମ୍ବର 5/25 ମାମଲା ରୁଜୁ କରାଯାଇ ଗାଡ଼ି ଏବଂ କାଠକୁ ଦୁଧିଆଣି ବନାଞ୍ଚଳ ତାଟୋ କାର୍ଯ୍ୟାଳୟ ମଧ୍ୟରେ ରଖାଯାଇଛି। ଚଢ଼ାଉ ସମୟରେ ଟଙ୍ଗାବିଲା ସେକ୍ସନ ବନପାଳ ଜୟ ସିଂ ମହାନ୍ତ, ଟଙ୍ଗାବିଲା ସେକ୍ସନ ବନପାଳ ଦେବଶ୍ରୀ ମହାନ୍ତ, ତାଟୋ ସେକ୍ସନ ବନପାଳ ଯତୀନ୍ଦ୍ର ବେହେରା, ବନରକ୍ଷୀ ମନୋଜ ମହାନ୍ତ, ଗୁରୁସଦୟ ପ୍ରଭାତ ରଞ୍ଜନ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।